नमस्कार मु हर्ष परिछा मोर यूट्यूब चैनल को आपण मानकु स्वागत जनाऊँच। এই ভিডিওরে আমি আলোচনা করিবা কনস্টিट्यूशन অফ সেন্ট্রাল ইনফরমেশন কমিশন। তা পূর্ব মু আপনার অনুরোধ করিবি যে ভিডিওটি প্রথমରୁ ଶେଷ পর্যন্ত আপনার ଦେଖିবা হেবে এবং লাইক শেয়ার সবসক্রাইব করা ভুলিবে ନାହିଁ। কারণ আপনার গোটে গোটে সবস্ক্রিপশন বা গোটে গোটে সবসক্রাইব আমি গোটে বল যোগাউছি বা প্রেরণা যোগাউছি উৎস যোগাউছি যে নূଆ নୂଆ তথ্য নেইকি আপনার সম্মুখে নূଆ নୂଆ ভিডিও উপস্থাপন করিবা পাই। তেবে আসন্তু আজির আলোচনা করিবা। আজির ভিডিওরে আমি যাহা আলোচনা করিবা সে হচ্ছে সেন্ট্রাল ইনফরমেশন কমিশন কেমিতি গঠন করা যাଉଛି কেউ আধারে গঠন করা যাব সে উপরে আমি আলোচনা করিবা। তেবে সেকশন 12 কହୁଛି কনস্টিट्यूशन অফ সেন্ট্রাল ইনফরমেশন কমিশন। সেন্ট্রাল ইনফরমেশন কমিশন কেউ আধারে কেমিতি গঠিত হব তারি উপরে সেকশন 12 কହୁଛି। তেবে আসন্তু সেকশন 12 ର উপসেকশন 1 কোন কହୁଛି না the central government shall by notification in the official gazette constitute a body to be known as the central information commission। অর্থাৎ কেন্দ্রীয় কেন্দ্র সরকার ନିଜର ସରକାରୀ ଗେଜେଟ ନୋଟିଫିକେସନରେ ଗୋଟିଏ ସେଣ୍ଟ୍ରାଲ ଇନଫର୍ମେସନ କମିଶନ ନାମରେ ଗୋଟେ ଅନୁଷ୍ଠାନ ବା ନିକାୟ ଗଠନ କରିବେ ଏବଂ ସୂଚନା ଅଧିକାର ଅଧିନିୟମକୁ ସୁଚାରୁ ରୂପେ ପରିଚାଳିତ କରିବା ପାଇଁ ବା ଇମ୍ପ୍ଲିମେଣ୍ଟ କରିବା ପାଇଁ ଦେଶବ୍ୟାପୀ ସମସ୍ତ କାର୍ଯ୍ୟକ୍ରମକୁ ଭଲ ଭାବରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ରୁଲ ନୀତି ନିୟମ ପ୍ରଣୟନ କରିବା ପାଇଁ ତାଙ୍କୁ ଯଥାସାଧ୍ୟ ଏକ୍ସରସାଇଜ କରିବା ପାଇଁ ପାୱାର କନଫର କରିବେ ବା ପାୱାର ପ୍ରଦାନ କରିବେ। ଗଠନ କରିବା ସହିତ ତାଙ୍କୁ ଯେଉଁ ସବୁ ନିଯୁକ୍ତି ପ୍ରକ୍ରିୟା ଯେଉଁ ସବୁ ଆପଣଙ୍କର ଇମ୍ପ୍ଲିମେଣ୍ଟ ପ୍ରକ୍ରିୟାରେ ଆରଟିଆଇକୁ କାର୍ଯ୍ୟକାରିତା କରିବା ପ୍ରକାରେ ଯାହା ସବୁ ପାୱାର କ୍ଷମତା ତାଙ୍କୁ କ୍ଷମତାସୀନ କରାଯିବ। ଅର୍ଥାତ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଗୋଟେ ସୂଚନା କେନ୍ଦ୍ରୀୟ ସୂଚନା ଆୟୋଗ ସୃଷ୍ଟି କରିବେ ଏବଂ ବା ସେଥିରେ ତାଙ୍କୁ ଯୋଉ ଯୋଉ ଆବଶ୍ୟକ ପାୱାର ଗୁଡ଼ିକ ହସ୍ତାନ୍ତର କରିବେ। এইটা হচ্ছে সেকশন 12 ର 1 এবং সেকশন 12 ର 2 কোন কହୁଛି না দি সেন্ট্রাল ইনফরমেশন কমিশন শাল কনসিস্ট অফ নট লেস দ্যান 10। অর্থাৎ সেন্ট্রাল ইনফরমেশন কমিশন 10 জଣିଆ কমিটিରୁ ଅଧିକ ହେଇପାରିବେ ନାହିଁ। ସେ ମଧ୍ୟରୁ ଆପଣଙ୍କର ଚିଫ ଇନଫରମେସନ କମିଶନ ଜଣେ ରହିବେ ଏବଂ ସାଚ ନମ୍ବର ଅଫ ସେଣ୍ଟ୍ରାଲ ଇନଫରମେସନ କମିଶନ ନଟ୍ ଏକ୍ସିଡିଂ 10 10ରୁ ଅଧିକ ମେମ୍ବର ରହିପାରିବେ ନାହିଁ। ଚିଫ ଇନଫରମେସନ କମିଶନ ଛାଡ଼ିଦେଲା ପରେ 10ରୁ ଅଧିକ ମେମ୍ବର ରହିପାରିବେ ନାହିଁ ଯା ନଟ୍ ଏକ୍ସିଡିଂ 10। ଅର୍ଥାତ ସେଥିରେ ଆପଣଙ୍କର ଚିଫ ଇନଫରମେସନ କମିଶନ ରହିଲେ ଏବଂ ଆପଣଙ୍କର କଣ ନା 10 ଜଣିଆ ଆପଣଙ୍କର ସେଣ୍ଟ୍ରାଲ ଇନଫରମେସନ କମିଶନ ମଧ୍ୟ ରହିଲେ। ତାପରେ ସେକ୍ସନ 3 କଣ କହୁଛି ନା ସେକ୍ସନ 3 କହୁଛି ଦି ଚିଫ ଇନଫରମେସନ କମିଶନ ଆଣ୍ଡ ଦ ଇନଫରମେସନ କମିଶନ શાલ બી appointed by the president of India। ଭାରତର ମହାମହିମ ରାଷ୍ଟ୍ରପତି ଏଇ ଚିଫ ଇନଫରମେସନ ସେଣ୍ଟ୍ରାଲ ଚିଫ ଇନଫରମେସନ କମିଶନ ଏବଂ ସେଣ୍ଟ୍ରାଲ ଇନଫରମେସନ କମିଶନ କୁ ନିଯୁକ୍ତି ପ୍ରଦାନ କରିବେ କିଏ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିବେ। ତ କୋଉ ଆଧାରରେ ପ୍ରଦାନ କରିବେ ନା ସେଥିପାଇଁ ଗୋଟେ କମିଟି ଗଠନ କରାଯିବ କେନ୍ଦ୍ରୀୟ ଲେଭେଲରେ ଗୋଟେ କମିଟି ଗଠନ କରାଯିବ। ସେଇ କମିଟିରେ ପ୍ରଧାନମନ୍ତ୍ରୀ ନିଜେ ଚେୟାରପର୍ସନ ରହିବେ ଏକ। ଦ୍ୱିତୀୟରେ ଲିଡର ଅପୋଜିସନ ପାର୍ଟିରୁ ଯିଏ ନେତା ସିଏ ଆପଣଙ୍କର ସେଥିର ମେମ୍ବର ରହିବେ। ତୃତୀୟରେ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ କ୍ୟାବିନେଟରୁ ଜଣକୁ ଆଉ ଥରେ ସେଥିରେ ଭୁକ୍ତ କରିପାରିବେ ବା ରଖିପାରିବେ ସାମିଲ କରିପାରିବେ। କେନ୍ଦ୍ରୀୟ କ୍ୟାବିନେଟ ମିନିଷ୍ଟରରୁ ଆପଣଙ୍କର ଜଣକୁ ସେଇଠି ଭୁକ୍ତ କରି ରଖିପାରିବେ। ଅର୍ଥାତ ଏଇ କମିଟି ଯେତେବେଳେ ସୁପାରିଶ କରିବେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଚିଫ ଇନଫରମେସନ କମିଶନ ଏବଂ ନଟ୍ ଏକ୍ସିଡିଂ ଅଫ 10 ନମ୍ବରସ ଅଫ ସୂଚନା କମିଶନ ବା କେନ୍ଦ୍ରୀୟ ସୂଚନା କମିଶନ। ତ ଏଇଭଳି ହଉଛି ଆପଣଙ୍କର ସେଣ୍ଟ୍ରାଲ ଇନଫରମେସନ କମିଶନର ଗଠନ ପ୍ରକ୍ରିୟା ବା ନିଯୁକ୍ତି ପ୍ରକ୍ରିୟା। ତେବେ ଆସନ୍ତୁ ଏଥିରେ ଆଉ ଗୋଟେ ଏକ୍ସପ୍ଲାନେସନ ଅଛି। ଯଦିଓ ଆପଣ ମାନଙ୍କର ଲିଡର ଅପୋଜିସନ ଯଦି ଡିକ୍ଲେୟାର ହେଇନାହାନ୍ତି ଇଫ ଲିଡର ଅଫ ଅପୋଜିସନ ପାର୍ଟି ହାଜ ନଟ୍ ୟେଟ୍ ଡିକ୍ଲେୟାର ତାହେଲେ କଣ କରାଯିବ ନା ବର୍ତ୍ତମାନ ପରିପ୍ରେକ୍ଷୀରେ ଗଭର୍ଣ୍ଣମେଣ୍ଟର ଅପୋଜିସନ ଲିଡର ଯୋଉ ଗଭର୍ଣ୍ଣମେଣ୍ଟର ଅପୋଜିସନ ପାର୍ଟିରେ ଯିଏ ଲିଡର ଅଛନ୍ତି ବା ଜଣକୁ ଆପଣଙ୍କର ଡିମ୍ ଟୁ ବି ଏ ଲିଡର ଅଫ ଅପୋଜିସନ ପାର୍ଟି ଅର୍ଥାତ ଅପୋଜିସନ ପାର୍ଟିର ଜଣକୁ ଯାହା ହେଲେ ବି ସେଥିରେ କଣ ମେମ୍ବର ହିସାବରେ ନିଆଯିବ। ଯଦିଓ ସେଟା ଡିକ୍ଲେୟାର ହେଇନି ଅପୋଜିସନ ପାର୍ଟିର ଲିଡର ବୋଲିକି କିଏ ଅଛନ୍ତି ଡିକ୍ଲେୟାର ହେଇନି ତାହେଲେ ସେଇ ପରିପ୍ରେକ୍ଷୀରେ ଅପୋଜିସନ ପାର୍ଟିର ଜଣକୁ ସେଇଠି ଲିଡର ହିସାବରେ ଡିମ୍ କରାଯିବ ବା ଗ୍ରହଣ କରାଯିବ। এইটা হচ্ছে সেন্ট্রাল ইনফরমেশন কমিশনଙ୍କର গঠନ প্রক্রিয়া। সেকশন 12 ର উপসেকশন 1 2 এবং 3 ଆପଣମାନେ ଭିଡିଓଟି ଭଲ ଭାବରେ ଦେଖିଛନ୍ତି ମୁଁ ଆଶା କରୁଛି ଏବଂ ଅନୁରୋଧ କରୁଛି ଭିଡିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେନି। ନମସ୍କାର।